ଯେତେବେଳେ ଗୋଟେ ଖେଳିବା ସମୟରେ ଭଲିବଲ ଖେଳା ଯାଉଥିଲା ସେ ସମୟରେ ମୁଁ ଦେଖିବା ପାଇଁ ଯାଇଥିଲି। ଆମ ସାଇଟ୍ ରେ ଜଣେ ଭାଇ ବସିଥିଲେ। ଆମ ସାହିର ଖ୍ରୀଷ୍ଟିଆନ ସାହିର ପାଖାପାଖି 17 ଜଣ ଆମେ ସେ ଜାଗାରେ ଥିଲୁ। ସେମାନେ ଖେଳୁଥିଲେ ଆଉ ମୁଁ ସାଇଡ୍ ବସିଥିଲି। ସେ ଜାଗାରେ ଯେତେବେଳେ ବିଜୁଳି ପଡିଲା ମୋ ସାଇଡ୍ ର ଭାଇ ପଡିଗଲା, ମୁଁ ବି ସେଠି ଅଚେତା ହେଇଗଲି। ଆଉ ତାପରେ ମୁଁ ଦେଖିଲି ଯେ କଣ ଗୋଟେ ପଡିଗଲା, ସାଇକେଲ ନା କଣ ଗୋଟେ ପଡିଗଲା ଉପରରୁ, ସେଇଟା ମୁଁ ଭାବିଲି। ଆଉ ଯେତେବେଳେ ଦେଖିଲି ସେ ଭାଇଟା ଶୋଇଛନ୍ତି, ତାକୁ ମୁଁ ଉଠାଇବି। ଯେତେବେଳେ 10-15 ମିନିଟ୍ ହେଇଗଲା ମୁଁ ଶୋଇଛି, ମୁଁ ଜାଣିବି ନାହିଁ। ଆଉ ମତେ ଲୋକମାନେ ହସୁଛନ୍ତି ନା କଣ ଏଇଟା ମୁଁ ଭାବୁଥିଲି। ସେ ଭାଇ ପଡିକି ଶୋଇଛନ୍ତି, ତାପରେ ମୁଁ ଉଠାଇବା ପାଇଁ ଗଲି। ଲୋକମାନେ କହିଲେ ଯେ ନାଇଁ ଉଠା ନାହିଁ ବୋଲିକିନା କହିଲେ। ତାପରେ ମୁଁ କଣ ତାକୁ ଉଠାଇ ନାହିଁ। ଆଉ ଗାଁର ଚାରି ଯେତେ ଆମ ଗାଁ ଅଛି କେତେ କିଲୋମିଟର ମୁଁ ଦୌଡ଼ିଲି। ମତେ ଲୋକମାନେ ଧରବା ପାଇଁ ଚେଷ୍ଟା କଲେ, କାହିଁକି ମତେ ଭୟ ଲାଗିଲା ଯେ ବିଜୁଳି ପଡିଗଲା, ସେ ପୁଅ ବି ମରିଯାଇଛି, ମୋ ସାଇଡରେ ବସିଥିଲା, ସେ ମରିଗଲା। ତାଙ୍କ ଘରେ ବହୁତ କ୍ରନ୍ଦନରେ ସେମାନେ ଆସୁଛନ୍ତି। ଆଉ ମୁଁ କାହାକୁ ବି ଧରା ହେଇନି, ମୁଁ ଖାଲି ଦୌଡୁଛି ଖାଲି। ମତେ ସମସ୍ତେ ଧରିବା ପାଇଁ ଚେଷ୍ଟା କରୁଥିଲେ। ତାପରେ ମୁଁ ଯାଇକି ଘର ଭିତରେ ପୁରା ଯାଇ ଲୁଚିକି ଆଉ କାନରେ ହାତ ଦେଇକି ନେଇକି ସେଇ ଶବ୍ଦଟା ମୋ କର୍ଣ୍ଣରେ ଶୁଭା ଯାଉଥିଲା, ବିଜୁଳି ଯୋଉ ସାଉଣ୍ଡଟା, ସେଇଟା ବାର ବାର ମତେ ଆସୁଥିଲା। ତାପରେ ମୁଁ କେବେ ମତେ ଭାବିନଥିଲି ଯେ ମୁଁ ପ୍ରଭୁଙ୍କର ସେବା କରିବି, ଏଇଟା ମୁଁ କେବେ ଭାବିନଥିଲି। ଆଉ ମୁଁ କରିବି ନାହିଁ ଏଇଟା ଡିସିସନ ନେଇଥିଲି। କିନ୍ତୁ ମୁଁ ପ୍ରଭୁଙ୍କର ସେବକ ମାନଙ୍କୁ ମୁଁ ଗୋଟେ ସ୍ପନ୍ସର ହେବି, କିନ୍ତୁ ମୁଁ ସେବା କରିବିନି ଏଇଟା ମୁଁ ଭାବିଥିଲି। କିନ୍ତୁ ସେଇ ମାଧ୍ୟମରେ ମୋର ଅନେକ ସାକ୍ଷ୍ୟ ଅଛି। ସେଇ ମାଧ୍ୟମରେ ପ୍ରଭୁ ମତେ ଧରିଲେ ଆଉ ମତେ ଆଜି ପର୍ଯ୍ୟନ୍ତ ଜୀବିତ ହେଉଛନ୍ତି। ପ୍ରଭୁ ମୋ ସାଇଡ ସେ ଭାଇକୁ ପ୍ରଭୁ ସେ ବିଜୁଳି ମାଧ୍ୟମରେ ତା ଉପରେ ଯେତେବେଳେ ପଡିଗଲା ଆଉ ସେ ମୃତ୍ୟୁବରଣ ସାଙ୍ଗେ ସାଙ୍ଗେ ସେ ମରିଗଲା। ଆଉ ସେ ଜାଗାରେ ମତେ ପ୍ରଭୁ ବଞ୍ଚାଇଲେ। ଆଉ ପ୍ରାୟ ମୁଁ କେତେ ମାସ ହେଲା ମୁଁ ସେ ଭୟରେ ରହିଯାଇଥିଲି, ଖାଲି ପୁରା ଭୟ କରିକି ପ୍ରଭୁ ମତେ କେମିତି ନେଇନାହାନ୍ତି। ସମସ୍ତେ ମତେ ଆମ ଘରେ ବି ବହୁତ, ପରିବାର ମୁଁ ଜଣେ ହିଁ, ବହୁତ ଦୁଃଖ ବି କରୁଥିଲେ। ଆଉ ତୋ ପାଖରେ କେମିତି ହେଲା ନାହିଁ ଏଇଟା ଭାବୁଥିଲେ। ଆଉ ଏଇ ପ୍ରକାର ସମୟରେ ମୁଁ ପ୍ରଭୁଙ୍କ ଠାରୁ ମୁଁ ସମର୍ପଣ ହେଇକି ପ୍ରାର୍ଥନାରେ ମୁଁ ବଢିଲି। ଆଉ କାହିଁକି ମୋ ସାମ୍ନା ସେ ପୁଅ ମରିଯାଇଛି ମୋ ସାଙ୍ଗଟା, ଏଇଟା ଭାବିକି। ଆଉ ଏମିତି ସମୟରେ ତାପରେ ମୋ ମା ବହୁତ ଅସୁସ୍ଥ ହେଇଗଲା। ଅସୁସ୍ଥ ହେଲା ପରେ ମେଡିକାଲ ନିଆ ହେଲା। ବାବା ବି ବିଶ୍ୱାସ କରୁନଥିଲେ। ଆଉ ମେଡିକାଲ ଯେତେବେଳେ ନିଆ ହେଲା ଆଉ ସମସ୍ତେ, ଆଉ ଡକ୍ଟର ବି କହିଲା ଆଉ ହବନି, ତୁମେ ଘରକୁ ନେଇଯାଅ। ତାପରେ ମୁଁ ମେଡିକାଲ ରହିକି ଗୋଟେ ହୋଲ ନାଇଟ୍ ପ୍ରେୟର ଆଟେଣ୍ଡ କରି ଇନ୍ଦ୍ରାବତୀରେ ରାତି ପ୍ରାର୍ଥନା ହଉଥିଲା। ଆଉ ମୁଁ ପାରିଲିନି। ଆଉ ତାପରେ ଯେତେବେଳେ ମୁଁ ଗଲି ଆଉ ପ୍ରାର୍ଥନା ହଲ ନାଇଟ୍, ଯେତେ ହଲ ନାଇଟ୍ ପ୍ରାର୍ଥନାରେ ଅଛି ମତେ ସେତେ ଫୋନ ଆସୁଥିଲା ଯେ ତୁମ ମା ବହୁତ ସିରିୟସ ହେଇଛନ୍ତି, ବହୁତ ସିରିୟସ ଏଇ ବିଷୟରେ। ଖାଲି ତାଙ୍କର କିଡନୀ ପ୍ରୋବ୍ଲେମ ଥିଲା ଆଉ ବହୁତ ପ୍ରୋବ୍ଲେମ। ତାପରେ ମୁଁ କ୍ରନ୍ଦନ ସହିତ ସେ ଟାଇମରେ ଗୋଟେ ହିଜୋଗୀଙ୍କ ବାକ୍ୟ ଜଣେ ଜଗଦଲପୁର ତାହା ପାଳକ ସେ ପ୍ରଚାର କରୁଥିଲେ ଯେ ଯେତେବେଳେ ସେ ପ୍ରାର୍ଥନା କରୁଥିଲେ ତାଙ୍କର ଆୟୁଷକୁ 15 ବର୍ଷ ବଢାଇ ଦେଇଥିଲେ। ସେ ମେସେଜ ଥିଲା। ସେ ମେସେଜକୁ ମୁଁ ସେ ରାତିରେ ମୁଁ ଶୋଇଲି। ରାତି 10ରୁ ସକାଳ 4:30 ମଧ୍ୟରେ ଖାଲି ପ୍ରାର୍ଥନାରେ ମୁଁ ଥିଲି କ୍ରନ୍ଦନ ସହିତ। ଆଉ ଯେମିତି ହେଲେ ମତେ ମୋର ମାକୁ ବଞ୍ଚାଇବାକୁ ପଡବ ପ୍ରଭୁ। ହିଜୋଗକୁ ଯଦି ଏମିତି ସାଂଘାତିକ ପୀଡା ଥିଲା, ସେ ତ ଯଦି ବଞ୍ଚି ପାରିଲା, ମୋର ମା କଣ ପାଇଁ ବଞ୍ଚିବ ନାହିଁ। ଡକ୍ଟର ରିଜେକ୍ଟ କରୁନାହାନ୍ତି, ତାଙ୍କୁ ଘରରୁ ଫେରାଇକି ଧରି ପଳେଇ ଆସିଥିଲେ। ଆଉ ସାଇଲେଣ୍ଟ ବି ଚାଲିଲେ ନାହିଁ। ତା ହାତ ବି ବଡ ଲୋକମାନେ ଚେକ୍ କଲେ, ଯୋଉ ନାଡି କହିବେ, ଚେକ୍ କଲେ। ଆଉ ନାଇଁ ଘରେ ନେଇଯାଅ। ଯେତେବେଳେ ଆଣୁଛନ୍ତି ଆଉ ମୋ ବାପା କହିଲେ ତୁ ଖାଲି ପ୍ରାର୍ଥନା ପ୍ରାର୍ଥନା ପ୍ରାର୍ଥନା, କଣ ହବ କିଛି ନାହିଁ, ତୋର ମାକୁ ନେଇକି କେମିତି ନେବା, କଣ କରିବା, ମେଡିକାଲରେ ସେ ବ୍ୟବସ୍ଥା କରିବାକୁ ପଡବ, ତୁ ପଳାଇଛୁ ଖାଲି ପ୍ରାର୍ଥନା ପ୍ରାର୍ଥନାରେ କିଛି ହବ ନାହିଁ। ସମସ୍ତଙ୍କ ଆମ ଗାଁରେ ଯେତେ ଲୋକ ଥିଲେ ସମସ୍ତଙ୍କ ସାମ୍ନାରେ ମତେ ବେଇଜ୍ଜତ କରିଦେଲା। ମୁଁ ଲଜ୍ଜିତ ହେଲି। ଆଉ କଣ କରିବି, ମୁଁ ପ୍ରାର୍ଥନା ଯାଇଛି, ରାତି ଯାକ ପ୍ରାର୍ଥନା କରିଛି, ସକାଳ ଟାଇମରେ ଏ ପ୍ରକାର ବାପାଙ୍କ ମୁହଁରୁ ମୁଁ ଏ ପ୍ରକାର ଗୋଟେ ୱାର୍ଡ ଶୁଣିଲି, ମତେ ଲଜ୍ଜିତ ହେବାକୁ ପଡିଲା। ତାପରେ ମତେ ମୁଁ ହାର ମାନିଲି ନାହିଁ। ଆଉ ଏଇ ୱାର୍ଡ କହିଲି, ଯେତେବେଳେ ମା ଶୋଇଥିବେ ମଧ୍ୟ ମୁଁ ରାତି ପ୍ରାର୍ଥନା କରିଛି, ନିଶ୍ଚିତ ଭାବରେ ମୋର ପ୍ରାର୍ଥନା ପ୍ରଭୁ ଶୁଣିବେ। ଯୋଉ ଡକ୍ଟର କହୁ, ଯେଡେ ବଡ ସ୍ପେଶାଲିଷ୍ଟ କହୁ, ଯାହା ବି କହୁନା କାହିଁକି, କିନ୍ତୁ ପ୍ରଭୁ ମଧ୍ୟ ଜଣେ ଅଛନ୍ତି, ନିଶ୍ଚିତ ଭାବରେ ସେ ମତେ ସାନ୍ତ୍ୱନା ଦେବେ। ତାପରେ ଯେତେବେଳେ ମୁଁ ଗଲି, ମା ଶୋଇଥିଲେ। ଆଉ ତାପରେ ମୁଁ ପ୍ରାର୍ଥନା କଲି। ବାବା ବି ମତେ ଲୋକଙ୍କ ସମ୍ମୁଖରେ ଅନେକ ପ୍ରକାର କଥା କହୁଥିଲା। ସେ କଥାରେ ମୁଁ ଖାଲି ସବୁ ଶୁଣିଲି, ଯେମିତି କହୁଥିଲେ ମୁଁ ସବୁ ବିଷୟ ଶୁଣିଲି, ଆଉ କିଛି କହିନି। ତାପରେ ମୁଁ କହିଲି ଜୟପୁର ନେବା। ଯେତେବେଳେ ଜୟପୁର ନେଲେ ମେଡିକାଲ ରଖିଦେଲେ, ଆଉ ଥରେ ଜୟପୁର ନେବା ପଡିଲା, ମେଡିକାଲ ରଖିଦେଲେ। ଆଉ ତାପରେ ଜୟପୁର ଡକ୍ଟର ବି କହିଲେ ଆଉ ବେଶୀ ନାହିଁ, 15 ଦିନ ରହିବେ, କାହିଁକି ତୁମେ ବେକାର ଖର୍ଚ୍ଚାନ୍ତ କରିବ, ତାଙ୍କର କିଡନୀ ବହୁତ ପ୍ରୋବ୍ଲେମ ଅଛି, ଆଉ ବେଶୀ ଦିନ ଲାଷ୍ଟିଂ ବି କରିବେନି, ଆଉ ହବ ନାହିଁ। ଡକ୍ଟର କହିଲା ନା ନା ହବ ନାହିଁ। ତାପରେ ମତେ 5 ମିନିଟ୍ ଟାଇମ ଦିଅ। ମୁଁ ଛିଡା ହେଇ ରହିପାରିନି, ମୋ ମୁଣ୍ଡ ବହୁତ ବୁଲାଇଲା। ମୁଁ ଏତେ ପ୍ରାର୍ଥନା କରୁଛି, ଏତେ ବିଷୟ କହୁଛି, ଆଉ ଯୋଉ ଡକ୍ଟର ମୁହଁରୁ ମୁଁ ଗୋଟେ ସାନ୍ତ୍ୱନା ୱାର୍ଡ ଶୁଣିବା ପାଇଁ ଚାହୁଁଥିଲି, ସେ ମତେ ଏମିତି ୱାର୍ଡ କେମିତି କହିପାରିଲା ସେ।
कहली सर मु टिके 5 मिनिट भर आपको मु कथा हेबी ए वार्ड मु जेतेले कहली ठीक अछि कोन हैला तापर मते घरे कहले जे ता माने तू जेमिति हेलु और बसिछु डॉक्टर तो कोन कहला कि विषय कोन कहला कि बोली मते भौणी जेते अछंती कहले नै नै किछि कहि नै मते टी मुंडो टी बुलाइला तो तेरे मु छिड़ाई पारली नै तापर आउ तेरे मु डॉक्टर को जे कथा हेली नै नै हबोनी आ तांकर बहुत प्रॉब्लम होछि तापर क्रिएटिन लेवल बढ़ी जाईछि हबोनी कहले तापर मु प्रार्थना कली जो जगह मु जानि नै जो जगह सुनसान अच्छी से जगह गले वन टाइम प्रार्थना कले प्रभु जदि मोर माँ को तुम्हें बंचाई पांची और मोर मैरिज भी आगु अच्छी मैरिज देखी कि मो माँ मरी जाऊ आ मो भौणी सेवार भी जाउछि से सेवार गोटी दिन भी टिके प्रचार टिके सुनु टिके आ माँ मरी जाऊ किंतु एबे नै जीवो कि मैरिज से देखा पे चाहूछि मैरिज तो देखी कि ना कोड मरी जाऊ किंतु एबे किंतु से मरवा पे डॉक्टर कहूछि ए वार सुनी मु प्रार्थना कली तर लोक मन आसले देखले जो जगह साइलेंस होछि बाबू तू कोन करूछु इठी बोलारू नै मु अछि बोलारू ए जगह होछि पोस्टमार्टम करवा जगह पोस्टमार्टम करवा जगह रे तुम केउती आसी रहि जाइछो मु जानि नै हो से जगह जे आंटो प्रार्थना करूछि तापर प्रार्थना जेतले सरला तापर मु आसिली घर भी कथा हेली आ मां तो जेमिति सिचुएशन अछि आ समस्त को प्रार्थना अनुरोध भी देली समस्त भी प्रार्थना कर मु कहू नै जे मोर प्रार्थना द्वारा ही सिमिति किछि नै किंतु डॉक्टर रिपोर्ट बार बार टेस्ट कला पर भी से कहितिला जे आ बेसी 15 दिन अक्टोबर 2024 अक्टोबर मासरे से डॉक्टर देथिला ए प्रकार गोटे रिपोर्ट ए प्रकार वार्ड ए प्रकार कथा किंतु मु प्रार्थना सहित आ जेते प्रार्थना कली और लोक मान को प्रार्थना अनुरोध देली प्रभु प्रार्थना सुनिले आज पर्यंत मो माँ जीवित अछंती आज पर्यंत से अछंती खाउछंती बसुछंती एते वर्ष प्रभु 15 दिन कोन एते मास हैला प्रभु माँ को जीवित रखुछंती से खाउची पिउची काम भी करूची एबे मोर मैरिज भी देखी कि सेते वर्ष भी हे गले प्रभु ताको बंचाई रखुछंती से डॉक्टर कोन से माँ बंची गले कि ए वार्ड नहीं अलगा लोक मान को कहूची मु कहू नै मोर प्रार्थना द्वारा मु गोटे आत्मिकता मु गोटे प्रभु ए वार्ड कहू नै किंतु प्रभु को अनुग्रह प्रभु को प्रेम ए विषय रे मु आज आपन को कहया पे चाहे आज पर्यंत मोर माँ को बंचाई छंती आ प्रभु अनुग्रह कर जिते माँ बंची गला बाबा विश्वास कले आ से निश्चित भाव प्रभु किसी आम परिवार रे मो परिवार किसी काम करछंती बाबा बहुत विश्वास करी प्रभु को निकट आसी मो भौणी मध्य से गोटे जॉब करुथिले जॉब को छाड़ी कि प्रभु को सेवा पळाइबी से प्रभु को सेवा रे से गले वर्तमान प्रभु तांको गोटे ट्रेनिंग सेंटर रखिछंती से मध्य निजे रिजन लिखि देले जे मु आ जॉब करबिनी गोटे वीडियो को सामने जाके कौन हैला कौन असुविधा हैला ना मु करबी नहीं एटा कहि कि से रीजन लिखि देही तापर से डायरेक्ट गोटे ट्रेनिंग पळाइछंती प्रभु को सेवा रे काहे कि प्रभु हम परिवार रे मो जीवन रे प्रकाश साक्ष्य आ बड़ भौणी कर मध्य कैंसर प्रॉब्लम आ विशाखापट्टनम आइथिला बड़ भौणी कर भी आ प्रभु मां कर किडनी प्रॉब्लम बड़ भौणी रो कैंसर प्रॉब्लम रे मध्य हमको रखी कि अग्निपुरी परीक्षा दे गले मध्य प्रभु हमको चलाई नछंती से आम परिवार रे आम सहित अछंती वर्तमान भौणी मध्य प्रभु को सेवा पई से डेडिकेट से आ तालीम पई से जाइछंती सान भौणी एवं मु मध्य प्रभु को सेवा रे आ प्रभु मध्य गोटे मंडली दैछंती से जगह रे हम गोटे परिवार जे गोटे जण गोटे विधवा माटी प्रार्थना करथिलु आ प्रभु से विधवा मा दे से गाँव अनेक जाति विजाति लोक मान को प्रभु तांको निकट काणुछंती आ 7-8 लोक बपतिस्मा नेछंती और से जगह रे प्रभुंकर अनुग्रह द्वारा प्रभुंकर दया द्वारा प्रभु से जगह गोटे मंडली गृह मध्य स्थापन करने पे प्रभु साहाय्य कले अनेक आत्मा से जगह रे विजाति लोक जो प्रभु को जानी नथिले गुणीगार लिप्त थिवा लोक व्यक्ति माने विजाति लोक माने प्रभु को पाइछंती तेणुकरी मु धन्यवाद देवा दिए प्रभु सत्य परमेश्वर को से आज तांकर प्रेम द्वारा माने ए जगत बंचु छु और प्रभु अनेक लोक मान पाखरे जे वाक्य प्रचार करने मते प्रभु साहाय्य कर अनुग्रह कर वर्तमान मोर माँ ए पर्यंत जीवित अच्छी से बहुत भलरे अच्छी मो बड़ दीदी से भलरे अच्छी डॉक्टर ए प्रकार हो पारे डॉक्टर अनेक टैलेंट द्वारा तार पाठ द्वारा तार ज्ञान द्वारा से कही थाई पारे मु कहू नहीं पाठ को आ ज्ञान को विरोध करी कहू नहीं कि डॉक्टर पाठ को प्रभु अनुग्रह करतु समस्त डॉक्टर पाठ पढ़िया पई मध्य साहाय्य करतु किंतु तार ज्ञान तार रिपोर्ट कहिथिला जे 15 दिन रो विषय कहिथिला किंतु हमर प्रभु आश्चर्य भाव रे एते चमत्कार कले जे प्रभु एते वर्ष हे गला मां को जीवित रखिछंती वर्तमान से प्रभु को अनुग्रह द्वारा प्रभु को दया द्वारा बहुत भलरे अछंती आम स्वामी स्त्री मध्य प्रभु बढ़ुछु मो फील्ड रे मध्य आम जाउछु और प्रार्थना करूछु से जगह अनेक लोक मध्य प्रभु निकट आसुछंती अनेक जगह मध्य आम जाई
प्रभुଙ୍କର ସେବାରେ ମାନେ ଜଡ଼ିତ ହେଉଛୁ ଆଉ ପ୍ରଭୁ ଦୟାକରି ଅନୁଗ୍ରହ ଦ୍ୱାରା ତାଙ୍କର ପ୍ରେମ ଦ୍ୱାରା ମୋତେ ପ୍ରଭୁ ଗୋଟେ କାର୍ଯ୍ୟ ବି ଦେଇଛନ୍ତି। ତେଣୁ ପ୍ରଭୁକୁ ମୁଁ ବହୁତ ବହୁତ ଧନ୍ୟବାଦ ଦିଏ। କାର୍ଯ୍ୟ ସହିତ ପ୍ରଭୁ ସେବାରେ ମଧ୍ୟ ପ୍ରଭୁ ମୋତେ ରଖିଛନ୍ତି। ତେଣୁ ଆପଣମାନେ ବଜର ସହିତ ବିଶେଷ କରି ମୋର ପରିବାର ପାଇଁ ଆଉ ମୋର ସେବା ନିମନ୍ତେ ଆପଣମାନେ ପ୍ରାର୍ଥନା କରନ୍ତୁ। ମୋର ଫିଲ୍ଡ ପାଇଁ ମଧ୍ୟ ସେ ଜାଗାରେ ଅନେକ ପ୍ରକାର ବିଜାତି ଲୋକ ଅଛନ୍ତି। ଆଉ ମୁଁ ଆପଣଙ୍କୁ କହିଥିବି ଗତ ଦିନ ମାନଙ୍କରେ ଗୋଟେ ଡିପ୍ଲୋମା ଷ୍ଟୁଡେଣ୍ଟ ବି ସେ ସୁଇସାଇଡ୍ କରିବା ପାଇଁ ଯାଉଥିଲା। ପ୍ରଭୁଙ୍କର ବାକ୍ୟ ଦ୍ୱାରା ସେ ତାର ଜୀବନ ବଞ୍ଚିଛି। ବର୍ତ୍ତମାନ ପ୍ରଭୁ ତାକୁ ବଞ୍ଚାଇକି ରଖିଛନ୍ତି ଆଉ ସେ ଭଲରେ ଅଛି। ସେ ପୁଅ ମଧ୍ୟ ତାଙ୍କର ପରିବାର ମଧ୍ୟ ଆଉ ତାଙ୍କର ଭାଇ ଆଉ ସେ ବି ପ୍ରଭୁକୁ ପାଇଲା। କିନ୍ତୁ ସବୁ ପରିବାର ଯେମିତିକି ପ୍ରଭୁକୁ ପାଇବେ ସେ ଗାଁ ବଦଳିଯିବ। ତେଣୁ ଦୟାକରି ବଜର ସହିତ ଆପଣମାନେ ପ୍ରାର୍ଥନା କରନ୍ତୁ। ଅନେକ ସାକ୍ଷ୍ୟ ଅଛି ନିଶ୍ଚିତ ଭାବରେ। ମୋତେ ସୁଯୋଗ ଦେଇଥିବାରୁ ଟାଇମ୍ ଦେଇଥିବାରୁ ମୁଁ ଆପଣମାନଙ୍କୁ ଆଉ ଧନ୍ୟବାଦ ଦିଏ।